ଆମ୍ଭେମାନେ ଜାଣନ୍ତି ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହିଁ ଶ୍ରେଷ୍ଠ ଜୀବ। ତାରି ଭିତରେ ସୃଷ୍ଟିକାରିଣୀ ନାରୀ ହିଁ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ। କାରଣ ଭୋଗ ଅପେକ୍ଷା ତ୍ୟାଗରେ ସେ ହୋଇଉଠେ ମହିୟସୀ। ଏମିତି ଜଣେ ନାରୀ ପ୍ରତିଭା ହେଲେ ଆମ୍ଭମାନଙ୍କର ଅତି ପ୍ରିୟ ଶ୍ରଦ୍ଧାଶୀଳା ଗୀତାଞ୍ଜଳି ମିଶ୍ର, ଯାହାଙ୍କର ଜୀବନର ପ୍ରତିଟି ସ୍ତରରେ ଏକ ଫଳପ୍ରସୂ କ୍ଷେତ୍ର ପ୍ରସ୍ତୁତ କରି ଜନସମାଜର ପ୍ରଶଂସିତ ଆଉ ସେବାକୁ ତାଙ୍କର ଅସ୍ତ୍ର ଭାବେ ବିନିଯୋଗ କରି ହୋଇଛନ୍ତି ଶ୍ରଦ୍ଧାଶୀଳା ଓ ସମାନସ୍ପଦା। ସେଇଥିପାଇଁ କୁହାଯାଇଛି ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମ୍ୟନ୍ତେ ତତ୍ର ଦେବତା, ଅର୍ଥାତ୍ ଯେଉଁ ସ୍ଥାନରେ ନାରୀକୁ ସମ୍ମାନ ଦିଆଯାଏ ସେହି ସ୍ଥାନରେ ଦେବତ୍ୱର ବାତାବରଣ ସୃଷ୍ଟି ହୁଏ। ଆଜି ଗୀତା ମ୍ୟାଡ଼ାମ, ଯାହାଙ୍କୁ ମୋର ସାନ ଭଉଣୀ ଦୃଷ୍ଟିରେ ମୁଁ ଦେଖେ, ସେ କାହା ପାଇଁ ବଡ଼ ଭଉଣୀ, କାହା ପାଇଁ ଗୀତା ମା, କାହା ପାଇଁ ବାନ୍ଧବୀ ତ କାହା ପାଇଁ ମାର୍ଗଦର୍ଶିକା। କେନ୍ଦୁଝର ଜିଲ୍ଲାର ପ୍ରତିଟି ମହାବିଦ୍ୟାଳୟରେ ଖୁବ୍ ପରିଚିତ ନା। ମୋର ବ୍ୟକ୍ତିଗତ ଭାବେ ମିଶିବାର ସୌଭାଗ୍ୟ ହେଲା ୟୁଥ୍ ରେଡ୍ କ୍ରସର ବିଭିନ୍ନ କାର୍ଯ୍ୟକ୍ରମରେ। ସମସ୍ତ ସଦସ୍ୟଙ୍କ ଭିତରୁ ସେ ସମ୍ପୂର୍ଣ୍ଣ ବାରି ହୋଇଯାଉଥିଲେ। ତାଙ୍କ ମୁହଁର ମୃଦୁ ହସ, ଅନାବିଳ ଆକର୍ଷଣର ଭାବ, ମିଠା ମିଠା କଥାରେ ଆପଣା ଓଃ କେତେ ଯେ ଅତି ଆପଣାର ଲାଗନ୍ତି ସତେ। ଗୀତା ଭଉଣୀ ସହ ରେଡ୍କ୍ରସର ଏକ ଭାବଗତ ଆଉ ସମ୍ବେଦନଶୀଳ ସମ୍ପର୍କ ମନ ହୃଦୟରେ ଏମିତି ଯୋଡ଼ି ହୋଇଛି ଯେ ତାହା ଏକ ଅତୁଟ ବନ୍ଧନ। ଏହି ବନ୍ଧନର କର୍ଣ୍ଣଧାର ସାଜିଛନ୍ତି ପରମ ଆଦରଣୀୟ ସାନ ଭାଇ, ବନ୍ଧୁ, ଅଧ୍ୟାପକ ହିମାଂଶୁ ଶେଖର ମହାନ୍ତ। ସମଗ୍ର ଜିଲ୍ଲାରେ ଏହି ଦୁଇ ଜଣଙ୍କ ପାଇଁ ଏକ ପାରିବାରିକ ଆତ୍ମୀୟତାର ବନ୍ଧନ ରେଡ୍କ୍ରସ କରିପାରିଥିଲା। ସେ ଭିତରେ ଗୀତା ଭଉଣୀ ବହୁ ଊର୍ଦ୍ଧ୍ୱରେ ରହି ପାରସ୍ପରିକ ସଂଯୋଗ ସ୍ଥାପନ କରୁଥିଲେ। ଆଜି ବି ମନେ ପଡ଼ୁଛି ସାନ ଘାଗରାରେ ଯେତେବେଳେ ଆମ୍ଭେମାନେ ଏକ ପାରିବାରିକ ବନ୍ଧୁ ମିଳନ ପ୍ରୋଗ୍ରାମ କଲୁ, ସେତେବେଳେ ଗୀତା ମ୍ୟାଡ଼ାମ, ଆଦରର ଗୀତା ଭଉଣୀ ଆମ ପାଖକୁ କେତେ ପ୍ରକାର ମିଠା, କି ପ୍ରକାର ସନ୍ଦେଶ, କେତେ ପ୍ରକାର ସ୍ନେହ, କେତେ ପ୍ରକାର ଶ୍ରଦ୍ଧା ନେଇ ଆସିଥିଲେ, ତାହା ଯେଉଁମାନେ ଥିଲେ ତାହା ହିଁ ଅନୁଭବ କରିଥିବେ। ଏଇ ତ ତାଙ୍କର ଅନନ୍ୟ ପ୍ରତିଭାର ମହତ୍ ଗୁଣ। ଯେବେ ତାଙ୍କର କନକ ମଞ୍ଜରୀ ମହାବିଦ୍ୟାଳୟର ରେଡ୍କ୍ରସ କ୍ୟାମ୍ପ ହୋଇଥିଲା, ସେ କେତେ ସେବା ଆଉ କର୍ମତତ୍ପର ଥିଲେ ତାର ପ୍ରମାଣ ମୁଁ ପାଇସାରିଛି। ଶୀତରେ ଭୋର ସକାଳୁ ଉଠି ଯେତେବେଳେ ହିମାଂଶୁ ବାବୁ, ସେନାପତି ବାବୁ ଆଉ ଆଚାର୍ଯ୍ୟ ବାବୁ, ଆମେ ତିନି ଜଣ ତାଙ୍କରି ଲାବୋରେଟୋରୀରେ ବସିଥାଉ, ହଠାତ୍ ହାତରେ ଥର୍ମସ୍ ଫ୍ଲାସ୍କରେ ଚା ଆଉ ବିସ୍କୁଟ ଧରି ପହଞ୍ଚି ଆସିଲେ ଗୀତା ଭଉଣୀ। ଆଶ୍ଚର୍ଯ୍ୟ ଲାଗିଲା ମୋତେ। ହଠାତ୍ ମୋ ପାଟିରୁ ବାହାରି ପଡ଼ିଲା, ଆପଣ ଏତେ ଥଣ୍ଡାରେ? ମାଇ ଗଡ୍! ହସି ହସି କହିଲି, ମୋ ଭାଇମାନଙ୍କ ପାଇଁ ଏତିକି କରିବି ନା ନାହିଁ? ବାସ୍। ଚା ପିଆ ହେଲା, କେତେ କଥା ହେଲୁ, କେତେ ହସ ଖୁସିରେ ସମୟ ବିତୁଥାଏ। ସକାଳୁ ତାଙ୍କ ଘରେ ଗାଧୁଆ ଆଉ ତାପରେ କ୍ୟାମ୍ପ କାର୍ଯ୍ୟକ୍ରମ। ଶେଷ ଦିନ କୋହଭରା କଣ୍ଠରେ କହିଲେ, ଭୁଲ ଥିଲେ କ୍ଷମା କରିଦେବୁ। ଓଃ,
ତାପରେ ପରେ ଆମ୍ଭମାନଙ୍କ ବେକରେ ଗୋଟାଏ ଉତ୍ତରୀୟ ଆଉ ହାତରେ ମିଷ୍ଟାନ୍ନ ପ୍ୟାକେଟ। ସତେ ଯେପରି ଆମେ ଏ ବନ୍ଧକୁ ଛାଡ଼ି ଆଉ କେଉଁ ଆଡ଼େ ଚାଲି ଯାଉଛୁ। ସେଦିନ ମୋର ଆଖି ଛଳ ଛଳ ହୋଇଯାଇଥିଲା। ପ୍ରକୃତରେ ସେଇଠି ମୁଁ ଅନୁଭବ କଲି ଗୀତା ମ୍ୟାଡ଼ାମଙ୍କର ପ୍ରତିଭା କେତେ ଅନନ୍ୟ। ଜୀବନରେ ଅନେକ ଘାତ ପ୍ରତିଘାତ ଆସିଛି, ସେ ଅନେକ ସହିଛନ୍ତି। ଏମିତି ବିପଦ ଆସିଛି ଯାହାକୁ ସେ ମଥା ପାତି ସହିଛନ୍ତି। ଜୀବନ ତାଙ୍କର କିଛି ସମୟ ପାଇଁ ଦୁର୍ବିସହ ମନେ ପଡ଼ିଛି। ତଥାପି ଆଜି ଭଗବାନଙ୍କୁ ମୁଁ ପ୍ରାର୍ଥନା କରିବି, ହେ ପ୍ରଭୁ, ମୋ ଗୀତା ଭଉଣୀକୁ ଆହୁରି ଶକ୍ତି ଦିଅନ୍ତୁ, ସେ ସହନ୍ତୁ। ହେଲେ ଆଜିର ପବିତ୍ର ତିଥି, ଯାହା ସମସ୍ତଙ୍କର ଭାଗ୍ୟରେ, ଯେଉଁମାନେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବେ ସେମାନଙ୍କ ଭାଗ୍ୟରେ ଆସେ। ଆଜି ଗୀତା ଭଉଣୀ ମୋର କାର୍ଯ୍ୟକ୍ଷେତ୍ରରୁ ଅବସର ନେବେ। ଏହାପରେ ସମାଜର ଏକ ବୃହତ୍ତର କ୍ଷେତ୍ରକୁ ପ୍ରବେଶ କରିବେ। ନଥିବ ସେଠି କଟକଣା, ନଥିବ ସେଠି କାହାର ଆଦେଶ, ନଥିବ ସେଠି କାହାର ନିର୍ଦ୍ଦେଶ, ଅବା ସମୟର ତିନିଗାର। ଯଦି ଆଜିର ଅବସର ପରେ ଆସନ୍ତାକାଲି ଗୀତା ଭଉଣୀ ମୋର ଏ ମହାବିଦ୍ୟାଳୟ ପାଇଁ ଅତୀତ ହୋଇଯିବେ, ମାତ୍ର ଏ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ସମସ୍ତ ଛାତ୍ରଛାତ୍ରୀ ଏବଂ ତାଙ୍କ ସଂସ୍ପର୍ଶରେ ସାରା କେନ୍ଦୁଝର ଜିଲ୍ଲାରେ ଯେତେ ସମସ୍ତ ରେଡ୍କ୍ରସ୍ କାଉନ୍ସିଲର, ରେଡ୍କ୍ରସ୍ ପରିବାର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ବନ୍ଧୁ ଏବଂ ଓଡ଼ିଶାର ରେଡ୍କ୍ରସ୍ ଭବନରୁ ଯେତେ କାର୍ଯ୍ୟକର୍ତ୍ତା ଥିବେ ସମସ୍ତେ ଅନୁଭବ କରିବେ ଯେ ଏମିତି ଅତୀତକୁ ଛାଡ଼ି ବର୍ତ୍ତମାନର ସ୍ଥିତି ଅସମ୍ଭବ। ସେ ହିଁ ସାଜିବେ ପୁଣି ମାର୍ଗଦର୍ଶିକା। ଗୀତା ଭଉଣୀର ସମସ୍ତ କାର୍ଯ୍ୟ, ସମସ୍ତ ସେବା, ସମସ୍ତ ତ୍ୟାଗର ମୂଲ୍ୟ ଏ ସମାଜ ଦେଇପାରିବ ନାହିଁ। କିନ୍ତୁ ଯେଉଁମାନେ ତାଙ୍କୁ ଏ ସମୟରେ ପ୍ରଶଂସା କରନ୍ତି, ଭଲ ପାଆନ୍ତି, ଆତ୍ମୀୟତାର ବନ୍ଧନରେ ବାନ୍ଧି ଦିଅନ୍ତି, ତାଙ୍କର ପ୍ରତ୍ୟେକ କଥାକୁ ସ୍ମରଣ କରନ୍ତି, ତାଙ୍କର ସୁତୁଣ୍ଡରୁ ଯେଉଁ କବିତାର ଆବୃତ୍ତି ଆସେ ତାକୁ ଯେଉଁମାନେ ଶୁଣି ଭଲ ପାଆନ୍ତି, ଆଜି ସେମାନେ ଅନୁଭବ କରିଥିବେ ଜଣେ ମହାବିଦ୍ୟାଳୟରୁ ଛାଡ଼ି ଚାଲିଗଲା ପରେ କେମିତି ଏ ମହାବିଦ୍ୟାଳୟକୁ ଖାଁ ଖାଁ ଲାଗେ, ଏକଲା ଏକଲା ଲାଗେ। ସେ ଆଜି ଆମଠାରୁ ଦୂରେଇ ନାହାନ୍ତି, ଆମ ହୃଦୟରେ ଅଛନ୍ତି, ଚିରଦିନ ହୃଦୟରେ ରହିବେ। ଅବସର କିଛି ସମୟ ପାଇଁ ମନକୁ କଷ୍ଟ ଦିଏ, ଏ କଥା ମୁଁ ଜାଣିଛି, ଆପଣମାନେ ମଧ୍ୟ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହାପରେ ଯେଉଁ ବୃହତ୍ତର ପରିବେଶ ଆମ ପାଖକୁ ଆସେ ସେଥିରେ ଆମେ ସମସ୍ତେ ହଜିଯିବା। ଅତୀତକୁ ଆମେ ଧୀରେ 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 ଭୁଲିବାକୁ ଚେଷ୍ଟା କରିବା ଏବଂ ସେହି ଅତୀତ ଆମକୁ ଧୀରେ ଧୀରେ ନିଶ୍ଚିତ ଗୁମୁରି ଗୁମୁରି ଆମର କାର୍ଯ୍ୟପନ୍ଥାକୁ ଦେଖି ମନେ କରୁଥିବ ଏବଂ କାନ୍ଦୁଥିବ ମଧ୍ୟ। ଆଜି ମୋର ଭଉଣୀ ଗୀତା ଭଉଣୀ କ'ଣ କହିବି, ତାଙ୍କର ଏହି ସେବାନିବୃତ୍ତ କାଳରେ ତା ପରବର୍ତ୍ତୀ ଜୀବନ ପାଇଁ
प्रभु जगन्नाथ माता राणी निकट में प्रार्थना करी। हे प्रभु जगन्नाथ, हे माता राणी तांकर सर्वमंगल करंतु, तांको भविष्य रे पुणी एहीपरि नव उन्मादना सह पुणी उद्भासित हुंतु एवं समग्र जिला कौन समग्र राज्य रे से पुणी समस्तंकर हृदय को किणंतु, समस्तंकर मन जिणा काम करंतु, सेवा त्याग बल रे समस्तंकर आपणार हुंतु। जय जगन्नाथ।